ଆଲୋକକୁ ପ୍ରତ୍ୟାବର୍ତ୍ତନ। ମାୟା ଜଣେ ଗଭୀର ବିଶ୍ୱାସୀ ମହିଳା ଥିଲେ। ପ୍ରତିଦିନ ସକାଳ ତାଙ୍କର ପ୍ରାର୍ଥନାରୁ ଆରମ୍ଭ ହେଉଥିଲା ଏବଂ ପ୍ରତି ରାତି କୃତଜ୍ଞତା ସହ ଶେଷ ହେଉଥିଲା। କିନ୍ତୁ ସମୟକ୍ରମେ ତାଙ୍କ ଜୀବନ ଦୁଃଖ ଓ ନିରାଶାରେ ଭରିଗଲା। ଭାଙ୍ଗି ଯାଇଥିବା ସମ୍ପର୍କ, ଅଣଶୁଣା ହୋଇଥିବା ପ୍ରାର୍ଥନା ଏବଂ ବିଶ୍ୱାସୀ ଲୋକଙ୍କ ଦ୍ୱାରା ବିଶ୍ୱାସଘାତତା ତାଙ୍କ ହୃଦୟକୁ କଠୋର କରିଦେଲା। ଧୀରେ ଧୀରେ ସେ ଈଶ୍ୱରଙ୍କ ଠାରୁ ଦୂରେଇ ଗଲେ। ତାଙ୍କ ବାଇବଲରେ ଧୂଳି ଜମିଗଲା, ତାଙ୍କ ପ୍ରାର୍ଥନା ନୀରବ ହୋଇଗଲା ଏବଂ ତାଙ୍କ ହୃଦୟ କ୍ରୋଧ ଓ ଭୟରେ ପୂରିଗଲା। ସେ ନିଜ ଚାରିପାଖର ଦୁନିଆ ସଦୃଶ ବଞ୍ଚିବାକୁ ଲାଗିଲେ, ଏପରି ଜିନିଷ ପଛରେ ଗୋଡ଼ାଇଲେ ଯାହା କେବେ ବି ତାଙ୍କ ଆତ୍ମାକୁ ପ୍ରକୃତ ସନ୍ତୋଷ ଦେଇପାରିଲା ନାହିଁ। ଯଦିଓ ସେ ବାହାରକୁ ଖୁସି ଦେଖାଯାଉଥିଲେ, କିନ୍ତୁ ଭିତରେ ଭିତରେ ସେ ନିଜକୁ ହଜାଇ ଦେଇଥିବା ଅନୁଭବ କରୁଥିଲେ। ଦିନେ ରବିବାର ସକାଳେ ଏକ ପୁରୁଣା ଚର୍ଚ୍ଚ ପାଖ ଦେଇ ଯାଉଥିବା ସମୟରେ ସେ ଜଣଙ୍କର ପରିଚିତ ସ୍ୱରରେ ବଡ଼ ପାଟିରେ ପଢ଼ୁଥିବା ଶୁଣିଲେ, "ମୁଁ ମଧ୍ୟ ତୁମକୁ ଦୋଷୀ କରୁନାହିଁ, ଯାଅ ଏବଂ ଆଉ ପାପ କର ନାହିଁ।" ଏହି ଶବ୍ଦଗୁଡ଼ିକ ତାଙ୍କ ଗତିକୁ ଧିମା କରିଦେଲା। ଏହା ପାପରେ ଧରାପଡ଼ିଥିବା ସ୍ତ୍ରୀ ଲୋକର କାହାଣୀରୁ ଥିଲା। ତଥାପି ଯୀଶୁ ବିଚାର ବଦଳରେ କ୍ଷମା ପ୍ରଦାନ କରିଥିଲେ। ଚର୍ଚ୍ଚ ଭିତରକୁ ପାଦ ବଢ଼ାଇବା ବେଳେ ମାୟାଙ୍କ ଆଖିରୁ ଲୁହ ବହିଗଲା। ଧର୍ମଯାଜକ ପଢ଼ିବା ଜାରି ରଖିଲେ। ପୁଣି ଯୀଶୁ ସେମାନଙ୍କୁ କହିଲେ, "ମୁଁ ଜଗତର ଆଲୋକ। ଯିଏ ମୋର ଅନୁଗାମୀ ହୁଏ, ସେ କେବେ ଅନ୍ଧକାରରେ ଚାଲିବ ନାହିଁ, ମାତ୍ର ଜୀବନର ଆଲୋକ ପାଇବ।" ସେହି ମୁହୂର୍ତ୍ତରେ ମାୟା ଅନୁଭବ କଲେ, ସେ ଖ୍ରୀଷ୍ଟଙ୍କ ଆଲୋକଠାରୁ ବହୁତ ଦୂରରେ ଅନ୍ଧକାରରେ ରହୁଥିଲେ। କିନ୍ତୁ ଯୀଶୁ ତାଙ୍କୁ ଦୋଷୀ କରୁନଥିଲେ, ସେ ତାଙ୍କୁ ଫେରି ଆସିବାକୁ ଡାକୁଥିଲେ। ସେଦିନ ସେ ଧୀରେ କହିଲେ, "ପ୍ରଭୁ, ମୁଁ ପୁଣି ଥରେ ତୁମ ଆଲୋକରେ ଚାଲିବାକୁ ଚାହୁଁଛି।" ଦିନ ପରେ ସପ୍ତାହ ବିତିଗଲା। ସେ ପୁଣି ପ୍ରାର୍ଥନା କରିବା ଆରମ୍ଭ କଲେ, ବାଇବଲ ପଢ଼ିଲେ ଏବଂ ବିଶ୍ୱାସୀମାନଙ୍କ ସହ ସମୟ ବିତାଇଲେ। ସେମାନେ ତାଙ୍କ ବିଶ୍ୱାସକୁ ଉତ୍ସାହିତ କଲେ। ଧୀରେ ଧୀରେ ତାଙ୍କ ହୃଦୟ କୋମଳ ହେଲା। ଭୟ ଶାନ୍ତିରେ ପରିଣତ ହେଲା, କ୍ରୋଧ କ୍ଷମାରେ ପରିଣତ ହେଲା ଏବଂ ଅନ୍ଧକାର ଆଲୋକରେ ପରିଣତ ହେଲା। ଦିନେ ସନ୍ଧ୍ୟାରେ ମାୟା ପଛକୁ ଚାହିଁ ହସିଲେ ଏବଂ କହିଲେ, "ଯେଉଁ ଯୀଶୁ ସେହି ସ୍ତ୍ରୀ ଲୋକକୁ କ୍ଷମା କରିଥିଲେ, ସେ ମୋତେ ମଧ୍ୟ କ୍ଷମା କରିଛନ୍ତି। ତାଙ୍କ ଆଲୋକ ମୋତେ ଘରକୁ ଫେରାଇ ଆଣିଛି।" ଶିକ୍ଷା: ଈଶ୍ୱରଙ୍କ ଦୟା ପାଇବା ପାଇଁ କେହି ବି ବହୁତ ଦୂରକୁ ଯାଇନାହାନ୍ତି। ଦୁନିଆ ଆମକୁ ଶୂନ୍ୟ କରିଦେଇପାରେ, କିନ୍ତୁ ଯୀଶୁଙ୍କ ଆଲୋକ କେବେ ମଳିନ ପଡ଼େ ନାହିଁ। ଯେତେବେଳେ ଆମେ ଏକ ନମ୍ର ହୃଦୟ ସହିତ ତାଙ୍କ ପାଖକୁ ଫେରୁଥାଉ, ସେ ଆମର ଲଜ୍ଜା ଦୂର କରନ୍ତି, ଆମକୁ ଶାନ୍ତିରେ ଭରିଦିଅନ୍ତି ଏବଂ ଅନ୍ଧକାରରୁ ବାହାରକୁ ଆଣନ୍ତି। ଆସନ୍ତୁ ଆମେ ସବୁବେଳେ ମନେ ରଖିବା, ଯୀଶୁଙ୍କୁ ଅନୁସରଣ କରିବା ଅର୍ଥ ହେଉଛି ପ୍ରତିଦିନ ତାଙ୍କ ଆଲୋକରେ ଚାଲିବା। ଏହି ବିଶ୍ୱାସ ରଖିବା ଯେ ତାଙ୍କର ପ୍ରେମ ଆମର ଅତୀତ ଅପେକ୍ଷା ଅତି ମହାନ। ଯୀଶୁ ପୁନର୍ବାର ଆଲୋକକୁ ଶିକ୍ଷା ଦେଇ କହିଲେ, "ମୁଁ ଜଗତର ଜ୍ୟୋତି। ଯିଏ ମୋର ଅନୁଗମନ କରେ, ସେ କେବେ ହେଁ ଅନ୍ଧକାରରେ ଭ୍ରମଣ କରିବ ନାହିଁ, ବରଂ ଜୀବନର ଜ୍ୟୋତି ପାଇବ।" ଯୋହନ 8:12 ପଦ।